ସମସ୍ତଙ୍କୁ ମୋର ଖ୍ରୀଷ୍ଟ ପ୍ରେମ ନମସ୍କାର। ଆସନ୍ତୁ ଆମେ ବାକ୍ୟ ଶିଖିବା ପୂର୍ବରୁ ଆମେ ପଦେ ପ୍ରାର୍ଥନା କରିବା। ଧନ୍ୟବାଦ ପବିତ୍ର ପରମେଶ୍ୱର ପ୍ରଭୁ, ତୁମେ କେଳେ ଅନୁଗ୍ରହ କଲ, ଦୟା କଲ ପ୍ରଭୁ, ସୁନ୍ଦର ସମୟ ଦେଇଛ ପ୍ରଭୁ, ସେଥିପାଇଁ ତୁମକୁ ଧନ୍ୟବାଦ ଦେଉଛି ପ୍ରଭୁ। ଏତେବେଳେ ଆସ ପ୍ରଭୁ, ଯେଉଁ ପ୍ରସଙ୍ଗ ପଦ ପର୍ବ ରହିଛି ତାହା ଶିଖିବା ପୂର୍ବରୁ ତୁମେ ଆଶୀର୍ବାଦ କର। ସମସ୍ତ ପ୍ରାର୍ଥନା ନିବେଦନ ଶୁଣିଅଛ, ଉତ୍ତର ଦେଇଛ, ଧନ୍ୟବାଦ ଦେଇ ନାଜରେଥ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଅଳ୍ପ ଭିକ୍ଷା ମାଗୁଛି ପିତା, ଆମେନ୍। ଆସନ୍ତୁ ଆମେ ଦେଖିବା ଯେ ପ୍ରସଙ୍ଗ ରହିଛି ସମସ୍ତ ଲୋକଙ୍କ ନିମନ୍ତେ ଈଶ୍ୱରଙ୍କ ଅପାର କୃପା ଏବଂ ଦୟା। ସମସ୍ତ ଲୋକଙ୍କ ନିମନ୍ତେ ଈଶ୍ୱରଙ୍କ ଅପାର କୃପା ଏବଂ ଦୟା। ଶାସ୍ତ୍ର ପାଠ ଦିଆଯାଇଛି ଯେସାୟା 55 1 ପଦରୁ 5 ପଦ। ତ ଆସନ୍ତୁ ଆମେ ଦେଖିବା ତ ପ୍ରଭୁଙ୍କ ଲୋକମାନେ ଏଠି ଏପରି ଲେଖାଯାଏ, ହେ ତୃଷିତ ଲୋକ ସକଳ, ତୁମ୍ଭେମାନେ ଜଳ ନିକଟକୁ ଆସ, ପୁଣି ଯାହାର କିଛି ଅର୍ଥ ନାହିଁ ସେ ଆସୁ। ତୁମ୍ଭେମାନେ ଆସ, କିଣ ଓ ଭୋଜନ କର। ହଁ, ଆସ, ଅର୍ଥ ଓ ମୂଲ୍ୟ ବିନା ଦ୍ରାକ୍ଷାରସ ଓ ଦୁଗ୍ଧ କିଣ। ଅଖାଦ୍ୟ ଦ୍ରବ୍ୟ ନିମନ୍ତେ ତୁମେମାନେ କାହିଁକି ରୂପା ବ୍ୟୟ କରୁଅଛ? ଓ ଯାହା ତୃପ୍ତିକର ନୁହେଁ ତହିଁ ପାଇଁ କାହିଁକି ତୁମ୍ଭେମାନେ ପରିଶ୍ରମ କରୁଅଛ? ମନୋଯୋଗ କରି ଆମ୍ଭର କଥା ଶୁଣ ଓ ଉତ୍ତମ ଦ୍ରବ୍ୟ ଭୋଜନ କର ଓ ପୁଷ୍ଟିକର ଦ୍ରବ୍ୟରେ ତୁମ୍ଭମାନଙ୍କର ପ୍ରାଣକୁ ସନ୍ତୁଷ୍ଟ ହେବାକୁ ଦିଅ। କର୍ଣ୍ଣ ଡେର ଓ ଆମ୍ଭ ନିକଟକୁ ଆସ, ଶୁଣ, ତହିଁରେ ତୁମମାନଙ୍କର ପ୍ରାଣ ବଞ୍ଚିବ। ପୁଣି ଆମ୍ଭେ ତୁମମାନଙ୍କ ସହିତ ଏକ ନିତ୍ୟ ସ୍ଥାୟୀ ନିୟମ ଅର୍ଥାତ୍ ଦାଉଦଙ୍କ ପ୍ରତି ନିଶ୍ଚିତ ଦୟା ସ୍ଥିର କରିବା। ଦେଖ, ଆମ୍ଭେ ତାହାଙ୍କୁ ଗୋଷ୍ଠୀବର୍ଗର ସାକ୍ଷୀ ରୂପେ, ଗୋଷ୍ଠୀବର୍ଗର ଅଗ୍ରଣୀ ଓ ଆଜ୍ଞାଦାତା ରୂପେ ନିଯୁକ୍ତ କରିଅଛୁ। ଦେଖ, ଯେଉଁ ଗୋଷ୍ଠୀକୁ ତୁମ୍ଭେ ଜାଣୁନାହଁ ତାହାକୁ ତୁମ୍ଭେ ଆହ୍ୱାନ କରିବ ଓ ଯେଉଁ ଗୋଷ୍ଠୀ ତୁମ୍ଭକୁ ଜାଣିଲା ନାହିଁ ସେ ତୁମ୍ଭ ନିକଟକୁ ଦୌଡ଼ି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଓ ଇସ୍ରାଏଲର ଧର୍ମସ୍ୱରୂପଙ୍କ ସକାଶୁ ଏହା ଘଟିବ, କାରଣ ସେ ତୁମ୍ଭଙ୍କୁ ଗୌରବାନ୍ୱିତ କରିଅଛନ୍ତି। ଆମେ ଦେଖୁଛୁ ଯେ ପରମେଶ୍ୱର ଯାହାକି ଅଖାଦ୍ୟ ନିମନ୍ତେ କାହିଁକି ଅର୍ଥ ବ୍ୟୟ କରୁଛ ବୋଲି ପରମେଶ୍ୱର ଆମମାନଙ୍କୁ କହିଅଛନ୍ତି। ତ ଆମେ ଦେଖୁଛୁ ଯେ ପ୍ରଭୁଙ୍କ ଲୋକମାନେ ଆହୁରି ମଧ୍ୟ ଆମେ ଦେଖୁଛୁ ଯାହାକି ଆଉ ମୁଁ ସର୍ଟକଟ ଭାବରେ ସଡନଲି ଭାବରେ ମୁଁ ଯିବା ପାଇଁ ଚାହୁଁଅଛି ଯେ ଆସନ୍ତୁ ଆମେ ଦେଖିବା ଯେ ପ୍ରଥମ ବିଷୟ ହେଉଛି, ପ୍ରଥମ ପଏଣ୍ଟ ହେଉଛି ସମସ୍ତଙ୍କ ପାଇଁ ଈଶ୍ୱରଙ୍କ ପ୍ରେମ ଓ ଇଚ୍ଛା। ଆମେ ଦେଖୁଛୁ ଯେ ଯାହାକି 2 ପିତର 3 ପର୍ବ ତାର 9 ପଦରେ ଲେଖାଯାଏ, ଯାହାକି ସମସ୍ତ ପାଇଁ ଈଶ୍ୱରଙ୍କ ପ୍ରେମ ଓ ଇଚ୍ଛା। ଏବଂ ଦ୍ୱିତୀୟ ବିଷୟ ହେଉଛି ଯେ ସମସ୍ତ ମାନବ ଜାତି ପାଇଁ ପରିତ୍ରାଣର କୃପା। ଦ୍ୱିତୀୟ ପଏଣ୍ଟ ହେଉଛି ଯେ ସମସ୍ତ ମାନବ ଜାତି ପାଇଁ ପରିତ୍ରାଣର କୃପା, ଯାହାକି ତିତୋସ 2 ପର୍ବ ତାର 11 ପଦରେ ଲେଖାଯାଏ। ତ ଆମେ ଦେଖୁଛୁ କାରଣ ସମସ୍ତ ମନୁଷ୍ୟଙ୍କ ପରିତ୍ରାଣକାରୀ ଈଶ୍ୱରଙ୍କ କୃପା ପ୍ରକାଶ ପାଇଅଛି। ଈଶ୍ୱରଙ୍କର ମାନେ କୃପା ସମସ୍ତଙ୍କ ନିକଟରେ ପ୍ରକାଶ ପାଉଅଛି, ଯାହାକି ବିଶ୍ୱାସୀମାନଙ୍କ ପକ୍ଷରେ ପ୍ରକାଶ ପାଉଅଛି। ଆମେ ଦେଖୁଛୁ ଯେ ଆଉ 3 ନମ୍ବର ପଏଣ୍ଟ ହେଉଛି ଯାହାକି ସମସ୍ତଙ୍କୁ ଆମନ୍ତ୍ରଣ ତାହା ମଧ୍ୟ ଆମେ ପାଇପାରିବା ରୋମିଓ 10 ପର୍ବ ତାର 12 ପଦରୁ 13 ପଦରେ ଲେଖାଯାଏ। ଏବଂ ଆହୁରି ମଧ୍ୟ ଦେଖୁଛୁ ଯେ ଚତୁର୍ଥ ପଏଣ୍ଟ ହେଉଛି ଯାହାକି ସୂର୍ଯ୍ୟ ଓ ବର୍ଷା ପରି ସମସ୍ତଙ୍କ ପାଇଁ ସମାନ ଦୟା। ସମସ୍ତଙ୍କ ପାଇଁ ସମାନ ସବୁକିଛି ମାନେ ସମସ୍ତ ଉପରେ ସମାନ ଦୟା ଅଛି। ପରମେଶ୍ୱରଙ୍କର ସମସ୍ତ ଉପରେ ଦୟା ଅଛି, ସମାନ ଭାବରେ ଦୟା ମାନେ ଦୟା ଅଛି ସମସ୍ତ ଉପରେ, ଯାହାକି ମାଥିଉ 5 ପର୍ବ ତାର 45 ପଦରେ ଲେଖାଯାଏ। ଆମେ ଦେଖୁଛୁ ଯାହାକି ଯେପରି ତୁମେମାନେ ସ୍ୱର୍ଗସ୍ଥ ତୁମ୍ଭମାନଙ୍କ ପିତାଙ୍କର ସନ୍ତାନ ହୋଇପାରିବ, କାରଣ ସେ ମନ୍ଦମାନଙ୍କ ଉପରେ ଓ ଭଲମାନଙ୍କ ଉପରେ ଆପଣଙ୍କ ସୂର୍ଯ୍ୟ ଉଦୟ କରନ୍ତି ଏବଂ ଧାର୍ମିକମାନଙ୍କ ଉପରେ ଓ ଅଧାର୍ମିକମାନଙ୍କ ଉପରେ ବର୍ଷା ବର୍ଷାନ୍ତି। ସମସ୍ତଙ୍କ ଉପରେ ବର୍ଷା ସମସ୍ତଙ୍କୁ ମାନେ ସମାନ ଭାବରେ ଦୟା କରନ୍ତି। ଏବଂ ପଞ୍ଚମ ବିଷୟ ହେଉଛି
ବିନା ମୂଲ୍ୟରେ ମିଳୁଥିବା ଅନୁଗ୍ରହ କୃପା, ଯାହାକି କୃପା ବିନା ମୂଲ୍ୟରେ ଆମେ ପାଇଅଛୁ। ପରମେଶ୍ୱରଙ୍କ କୃପାକୁ ଆମେ ବିନା ମୂଲ୍ୟରେ ଆମେ ପାଇଅଛୁ। ତାହା ମଧ୍ୟ ଦେଖିବା ଯେ ଏଫେସୀୟ 2 ପର୍ବ ତାର 8 ପଦରୁ 9 ପଦରେ ଲେଖାଯାଏ। ଏବଂ ଆମେ ଦେଖୁଛୁ ଯେ ଆହୁରି ମଧ୍ୟ ଦେଖୁଛୁ ଯେ 6 ନମ୍ବର ପଏଣ୍ଟ ହେଉଛି ଯାହାକି ପ୍ରତିଦିନ ନୂତନ ହେଉଥିବା ଦୟା। ପ୍ରତିଦିନ ନୂତନ ହେଉଥିବା ଦୟା, ତାହା ମଧ୍ୟ ଦେଖିବା ବିଳାପ 3 ପର୍ବ ତାର 22 ପଦରୁ 23 ପଦରେ ଲେଖାଯାଏ। ଏବଂ ଆମେ ଆହୁରି ମଧ୍ୟ ଦେଖିବା ଯେ 7 ନମ୍ବର ପଏଣ୍ଟ ହେଉଛି ଦୟା ଏବଂ କ୍ଷମା ପାଇଁ ଆମନ୍ତ୍ରଣ। ଦୟା ଏବଂ କ୍ଷମା ପାଇଁ, ଦୟା ପାଇବା ପାଇଁ ଏବଂ କ୍ଷମା ପାଇବା ପାଇଁ ଆମେ ଯାହାକି ପରମେଶ୍ୱରଙ୍କ ନିକଟକୁ ଆମନ୍ତ୍ରଣ କରିବା, ପରମେଶ୍ୱରଙ୍କ ନିକଟକୁ ମାନେ ଆମନ୍ତ୍ରଣ କରିବା, ଯାହାକି ଯେଶାୟା 55 ତାର 7 ପଦରେ ଲେଖାଯାଏ। ଆହୁରି ମଧ୍ୟ ଦେଖିବା ଯେ ଦୁର୍ବଳ ଓ ଭାରାକ୍ରାନ୍ତ ମାନଙ୍କ ପ୍ରତି କରୁଣା, ଦୁର୍ବଳ ଓ ଭାରାକ୍ରାନ୍ତ ମାନଙ୍କ ପ୍ରତି କରୁଣା, ସେମାନଙ୍କ ନିମନ୍ତେ ମଧ୍ୟ ପରମେଶ୍ୱରଙ୍କର କୃପା ଅଛି, ଦୟା ଅଛି, ଆଉ କରୁଣା ମଧ୍ୟ ଅଛି। ତାହା ମଧ୍ୟ ଦେଖିବା ମାଥ୍ୟୁ 11 ପର୍ବ ତାର 28 ପଦରେ ଲେଖାଯାଏ। ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ପ୍ରଭୁ ଆମ ସମସ୍ତଙ୍କୁ ଡାକୁଅଛନ୍ତି, ତ ବିଶ୍ରାମ ଦେବା ପାଇଁ ଡାକୁଅଛନ୍ତି, ଆଉ ତାଙ୍କୁ ନିକଟକୁ ଆମେ ଯିବା। ଏବଂ ଆମେ 9 ନମ୍ବର ପଏଣ୍ଟ ହେଉଛି ଯେ କୃପାର ସିଂହାସନ ନିକଟକୁ ସାହସରେ ଯିବା। କୃପାର ସିଂହାସନ ନିକଟକୁ ଆମେ ସାହସ ପୂର୍ବକ ଯିବା, ସାହସରେ ଯିବା। ତାହା ମଧ୍ୟ ଆମେ ଦେଖିବା ଯେ ଏବ୍ରୀ 4 ପର୍ବ ତାର 16 ପଦରେ ଲେଖାଯାଏ। ଏବଂ 10 ନମ୍ବର ପଏଣ୍ଟ ହେଉଛି ଯେ ସମସ୍ତଙ୍କ ପାଇଁ ମୁକ୍ତିର ସୁସମାଚାର, ସମସ୍ତଙ୍କ ନିକଟରେ ମୁକ୍ତିର ସୁସମାଚାର। ତାହା ମଧ୍ୟ ଆମେ ଦେଖିବା ଲୁକ 2 ପର୍ବ ତାର 10 ପଦରୁ 11 ପଦରେ ଲେଖାଯାଏ। ଏବଂ ଆମେ ଦେଖୁଛୁ ଯେ 11 ନମ୍ବର ପଏଣ୍ଟ ମଧ୍ୟ ଆମେ ଦେଖୁଛୁ ଯେ କୃପା ଦ୍ୱାରା ରୂପାନ୍ତରିତ ଜୀବନ, କୃପା ଦ୍ୱାରା, ଈଶ୍ୱରଙ୍କର କୃପା ଦ୍ୱାରା ଆମେ ରୂପାନ୍ତରିତ ହେବା। ତାହା ମଧ୍ୟ ଆମେ ଦେଖିବା ତିତୋସ 2 ପର୍ବ 11 ପଦରୁ 12 ପଦରେ ଲେଖାଯାଏ। ଏବଂ ଆମେ ଦେଖୁଛୁ ଯେ 12 ନମ୍ବର ପଏଣ୍ଟ ହେଉଛି ଯେ ଈଶ୍ୱରଙ୍କ ଦୟା ଏବଂ କରୁଣାର ଅନ୍ତ ନାହିଁ, ତାହାର ଅନ୍ତ ନାହିଁ। କିନ୍ତୁ ପରମେଶ୍ୱର ମାନେ ଆମକୁ କୃପା କରନ୍ତି, ଦୟା କରନ୍ତି। ତାହା ଆମେ ଦେଖୁଛୁ ଗୀତ ସଂହିତା 103 ପର୍ବ ତାର 8 ଏବଂ 11 ପଦ ମଧ୍ୟରେ ଲେଖାଯାଏ। ଏବଂ 13 ନମ୍ବର ପଏଣ୍ଟ ହେଉଛି ଅନନ୍ତକାଳୀନ ପ୍ରେମ, ଅନନ୍ତକାଳୀନ ପ୍ରେମ। ଆମେ ଦେଖୁଛୁ ଗୀତ ସଂହିତା 136 ତାର 1 ପଦରେ ଲେଖାଯାଏ। ଏବଂ ଆମେ ଦେଖୁଛୁ ଯେ 14 ନମ୍ବର ପଏଣ୍ଟ ହେଉଛି ଯେ ଦୁର୍ବଳତାରେ ତାହାଙ୍କ କୃପାର ପର୍ଯ୍ୟାପ୍ତତା। ତ ଆମେ ଦେଖୁଛୁ ତାହା ମଧ୍ୟ ଯେ 2 କରନ୍ତି 12 ପର୍ବ ତାର 9 ପଦରେ ଲେଖାଯାଏ। ଏବଂ ଆମେ ଦେଖୁଛୁ ଯେ 15 ନମ୍ବର ପଏଣ୍ଟ ହେଉଛି ଯେ ସମସ୍ତଙ୍କ ପାଇଁ ଖୋଲା ଯାଇଥିବା ଜୀବନର ପଥ, ସମସ୍ତ ଲୋକଙ୍କ ପାଇଁ ଯାହାକି ଖୋଲା ଯାଇଥିବା ଜୀବନର ପଥ ମଧ୍ୟ ଆମେ ଦେଖୁଛୁ ଯେ ପ୍ରକାଶିତ 22 ପର୍ବ ତାର 17 ପଦରେ ଲେଖାଯାଏ। ଏବଂ ଆମେ ଆହୁରି ମଧ୍ୟ ଦେଖିବା ଯାହାକି 16 ନମ୍ବର ପଏଣ୍ଟ ହେଉଛି ଧୈର୍ଯ୍ୟ ଏବଂ ପ୍ରତୀକ୍ଷା ସହିତ ଦୟା ପ୍ରଦାନ, ଯାହାକି ଧୈର୍ଯ୍ୟ ଓ ପ୍ରତୀକ୍ଷା ସହିତ ଯେ ଦୟା ପ୍ରଦାନ କରନ୍ତି ପରମେଶ୍ୱର, ଯାହାକି ଯେଶାୟା 30 ପର୍ବ ତାର 18 ପଦରେ ଲେଖାଯାଏ। ଏବଂ ଆମେ ଦେଖୁଛୁ ଯେ 17 ନମ୍ବର ପଏଣ୍ଟ ହେଉଛି ଯେ ଅସମ୍ଭବକୁ ସମ୍ଭବ କରୁଥିବା କୃପା, ଅସମ୍ଭବକୁ ମଧ୍ୟ ମାନେ ଯାହାକି ସମ୍ଭବ କରୁଥିବା ତାହା ମଧ୍ୟ କୃପା। ସେଇ କୃପାକୁ ଆମେ ତାହା ମଧ୍ୟ ଦେଖିବା ଯେ ଲୁକ 18 ପର୍ବ ତାର 27 ପଦରେ ଆମେ ପାଇପାରିବା। ଏବଂ ଆମେ ଦେଖିବା ଯେ 18 ନମ୍ବର ପଏଣ୍ଟ ହେଉଛି ସଙ୍କଟ ସମୟରେ ଈଶ୍ୱରଙ୍କ ଦୟାର ଆଶ୍ରୟ, ଯେ ସଙ୍କଟ ସମୟରେ ମାନେ ଈଶ୍ୱରଙ୍କର ଦୟାର ଆଶ୍ରୟ ମଧ୍ୟ ଦେଖିବା, ଯାହାକି ଗୀତ ସଂହିତା 57 ତାର 1 ପଦରେ ଲେଖାଯାଏ। ଏବଂ ଆମେ ଦେଖୁଛୁ ଯେ 19 ନମ୍ବର ପଏଣ୍ଟ ହେଉଛି ଯେ ମାନବୀୟ ବିଫଳତା ସତ୍ତ୍ୱେ ଅପୁରନ୍ତ ଦୟା,
ମାନେ ମାନବର ବିଫଳତାରେ ସତ୍ତ୍ୱେ ମଧ୍ୟ ଯାହାକି ମାନେ ଅପୁରନ୍ତ ଯାହାକି ଦୟା ପରମେଶ୍ୱରଙ୍କର ଦୟା ତାହା ମଧ୍ୟ ଆମେ ଦେଖିବା ଦ୍ୱିତୀୟ ତିମୋଥୀ 2 ପର୍ବ ତାର 13 ପଦରେ ଲେଖାଯାଏ। ଏବଂ ଆମେ ଦେଖୁଛୁ ଯେ 20 ନମ୍ବର ପଏଣ୍ଟ ହଉଛି ଯେ ଅନନ୍ତ ମୁକ୍ତି ଏବଂ ଆଶ୍ୱାସନା ଅନନ୍ତର ମୁକ୍ତି ଏବଂ ଆଶ୍ୱାସନା ତାହା ମଧ୍ୟ ଦେଖିବା ଯେ ଦ୍ୱିତୀୟ ଥେସଲୋନିକୀୟ 2 ପର୍ବ ତାର 16 ପଦରୁ 17 ପଦରେ ଲେଖାଯାଏ। ଏବଂ 21 ନମ୍ବର ପଏଣ୍ଟ ହଉଛି ଯେ ସଦାସର୍ବଦା ସାଙ୍ଗରେ ରହୁଥିବା ଦୟା ସଦାସର୍ବଦା ମାନେ ରହୁଥିବା ମାନେ ସଦାସର୍ବଦା ଆମ ସହିତ ରହୁଥିବା ଦୟା ତାହା ମଧ୍ୟ ଆମେ ଦେଖିବା ଯେ ଗୀତ ସଂହିତା 23 ପର୍ବ ତାର 6 ପଦରେ ଲେଖାଯାଏ। ଆହୁରି ମଧ୍ୟ ଲେଖାଯାଏ ଯେ 22 ନମ୍ବର ପଏଣ୍ଟ ହଉଛି ଯେ ନ୍ୟାୟ ଠାରୁ ମହତ୍ୱପୂର୍ଣ୍ଣ ଦୟା ମାନେ ନ୍ୟାୟ ଠାରୁ ମାନେ ବହୁତ ମାନେ ନ୍ୟାୟ ଠାରୁ ମାନେ ମହତ୍ୱପୂର୍ଣ୍ଣ ଦୟା ଦୟା ଆମକୁ ମାନେ ଅନେକ ନ୍ୟାୟ ପଥରେ କଢାଇ ନିଏ। ଏବଂ ଆମେ ଦେଖୁଛୁ ଯାହାକି ଯାକୁବ 2 ପର୍ବ ତାର 13 ପଦରେ ଲେଖାଯାଏ। ଏବଂ 30 ନମ୍ବର ପଏଣ୍ଟ ହଉଛି ଯାହାକି ଖ୍ରୀଷ୍ଟଙ୍କ ଠାରେ ପ୍ରକାଶିତ ଅନନ୍ତ ପ୍ରେମ ଖ୍ରୀଷ୍ଟଙ୍କ ଠାରେ ପ୍ରକାଶିତ ହେଉଥିବା ଅନନ୍ତ ପ୍ରେମ ତାହା ମଧ୍ୟ ଆମେ ଦେଖିବା ରୋମିଓ 8 ପର୍ବ ତାର 38 ପଦରୁ 39 ପଦରେ ଲେଖାଯାଏ। ଏବଂ ଆମେ ଦେଖୁଛୁ ଯାହାକି ଆଉ 24 ନମ୍ବର ପଏଣ୍ଟ ହଉଛି ଯାହାକି ଆମେ ଦେଖିବା କ୍ଷମାଶୀଳ ଓ ଦୟାଳୁ ପିତା କ୍ଷମାଶୀଳ ଏବଂ ଦୟାଳୁ ପିତା ତାହା ମଧ୍ୟ ଆମେ ଦେଖିବା ଯେ ଗୀତ ସଂହିତା 103 ପର୍ବ ଆଉ 13 ପଦରୁ 14 ପଦରେ ଲେଖାଯାଏ। ଏବଂ ଆମେ ଦେଖିବା ଯେ 25 ନମ୍ବର ପଏଣ୍ଟ ହଉଛି ଯାହାକି ଶାନ୍ତି ଓ ସାନ୍ତ୍ୱନାର ଉତ୍ସ ଶାନ୍ତି ଓ ସାନ୍ତ୍ୱନାର ଉତ୍ସ ତ ତାହା ମଧ୍ୟ ଦେଖିବା ଦ୍ୱିତୀୟ ଥେସଲୋନିକୀୟ 3 ପର୍ବ ତାର 16 ପଦରେ ଲେଖାଯାଏ। ଏବଂ 26 ନମ୍ବର ପଏଣ୍ଟ ହଉଛି ଯାହାକି ଅନନ୍ତକାଳୀନ ମହିମା ଏବଂ କୃପା ଅନନ୍ତକାଳୀନ ମହିମା ଏବଂ କୃପା ଅନନ୍ତ କାଳ ପର୍ଯ୍ୟନ୍ତ ଆମମାନଙ୍କ ବିଶ୍ୱାସୀ ମାନଙ୍କ ପକ୍ଷରେ ମାନେ ମହିମା ଅଛି ଏବଂ କୃପା ଅଛି। ତ ପ୍ରିୟ ପ୍ରଭୁଙ୍କ ଲୋକମାନେ ତାହା ମଧ୍ୟ ଦେଖିବା ପ୍ରଥମ ପିତର 5 ପର୍ବ ତାର 10 ପଦରେ ଲେଖାଯାଏ। ପ୍ରଭୁଙ୍କ ଲୋକମାନେ ଏହି ବାକ୍ୟକୁ ଆମେ ଗ୍ରହଣ କରିବା ଏବଂ ଏହି ପରମେଶ୍ୱରଙ୍କ କୃପାକୁ ଏବଂ ଦୟାକୁ ଆମେ ପାଇବା ପାଇଁ ଚେଷ୍ଟା କରିବା। এই অল্প বাক্য প্রতি এবং বুঝিଥିବା ହେତୁ ଆମ ସମସ୍ତଙ୍କୁ ଏ ବାକ୍ୟ ମାଧ୍ୟମରେ ଆଶୀର୍ବାଦ କରନ୍ତୁ। ଆମେ ଧନ୍ୟବାଦ।